नमस्कार सांगमाने जय जगन्नाथ। ମୁଁ ଆଜି ଆପଣମାନଙ୍କ ପାଖକୁ ନେଇ ଆସିଛି ସୁନ୍ଦର କାହାଣୀଟିଏ। ଆସନ୍ତୁ ଶୁଣିବା। ବଳରାମ ଓ ହନୁମାନଙ୍କ ଯୁଦ୍ଧ। ଶ୍ରୀକୃଷ୍ଣ ପ୍ରାଗ ଜ୍ୟୋତିଷପୁରରେ ରାଜତ୍ୱ କରୁଥିବା ପ୍ରତାପୀ ଦୈତ୍ୟ ନାରକାସୁରକୁ ବଦ୍ଧ କଲା ପରେ ତାର ଜଣେ ମିତ୍ର ଥିଲା, ଦ୍ରିବିଦ ବାନର। ସେ ତ୍ରେତୟା ଯୁଗରେ ବାଳି ସୁଗ୍ରୀବଙ୍କ ମନ୍ତ୍ରୀ ଥିଲା। ତାର ଭାଇ ଥିଲା ମୈନ୍ଦ ନାମକ ବାନର। ନାରକ ଶ୍ରୀକୃଷ୍ଣଙ୍କ ହସ୍ତରେ ନିହତ ହୋଇଛି ଶୁଣି ସେ କୃଷ୍ଣଙ୍କ ସହ ଯୁଝିବା ପାଇଁ ବାହାରି ପଡ଼ିଲେ। ବଡ଼ ବଡ଼ ନଗର, ଗ୍ରାମ, ଖଣିଖାଦାନ, ଗୋପାଳପଲ୍ଲୀମାନଙ୍କରେ ସେ ନିଆଁ ଲଗାଇ ଦେଲା। ପର୍ବତମାନଙ୍କୁ ଉପାଡ଼ି ଆଣି ସେ ଦେଶ ଓ ଗ୍ରାମମାନଙ୍କରେ ଉପରେ ପକାଇ ତାକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଲା। କୃଷ୍ଣ ରହୁଥିବା ଅନର୍ତ ଦେଶରେ ସେ ଏପରି ଉତ୍ପାତ କରୁଥିଲା, ଦେହରେ ତାର 10,000 ହସ୍ତୀର ବଳ ଥିଲା। ସମୁଦ୍ର ମଧ୍ୟରେ ଠିଆ ହୋଇ ସେ ହାତରେ ଧରି ଏପରି ପାଣି ଚହଲାଇ ଦେଉଥିଲା ଯେ କୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ଳାବିତ ହୋଇ ବୁଡ଼ି ଯାଉଥିଲା। ସେହି ଦୁଷ୍ଟ ବାନର ଋଷିମାନଙ୍କ ଆଶ୍ରମରେ ପଶି ଗଛଲତା ଭାଙ୍ଗି ପକାଉଥିଲା। ଯଜ୍ଞକୁଣ୍ଡରେ ମଳମୂତ୍ର ତ୍ୟାଗ କରି ତାକୁ ଅପବିତ୍ର କରିଦେଉଥିଲା। ସ୍ତ୍ରୀ ପୁରୁଷମାନଙ୍କୁ ବଳପୂର୍ବକ ଧରି ଆଣି ଦିବ୍ୟତ ଏକ ଗୁମ୍ଫା ମଧ୍ୟରେ ରଖି ଶିକାର ତା ଦ୍ୱାରକୁ ବନ୍ଦ କରିଦେଉଥିଲା। କୁଳ ସ୍ତ୍ରୀମାନଙ୍କୁ ସେ ବଳପୂର୍ବକ ଧର୍ଷଣ ଓ ଦୂଷିତ କରିଦେଉଥିଲା। ଏହିପରି ନାନା ଉତ୍ପାତ କରୁଥିବା ବେଳେ ଦିନେ ଦିବ୍ୟତ ସୁଲଳିତ ସ୍ୱରରେ କି ଗୀତ ବୋଲୁଥିବା ଶୁଣି ରୈବତକ ପର୍ବତକୁ ଗଲା ଓ ସେଠାରେ ଯଦୁପତି ପ୍ରଭୁ ବଳରାମଙ୍କୁ ଦେଖିଲା। ସେଠାରେ ବଳରାମ ସୁନ୍ଦରୀ ସ୍ତ୍ରୀମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ବସିଥିଲେ। ପ୍ରଭୁଙ୍କ ଚକ୍ଷୁ ବାରୁଣୀ ମଦିରାପାନ ଫଳରେ ଢଳ ଢଳ ଦେଖାଯାଉଥିଲା। ଦୁଷ୍ଟ ଦ୍ରିବିଦ ବାନର ସେଠାରେ ଗଛ ଡାଳମାନଙ୍କ ଉପରେ ଚଢ଼ି ଜୋରରେ ହଲାଇ କିଳିକିଳା ରଡ଼ି ଛାଡ଼ିଲା। ପ୍ରଭୁ ବଳରାମଙ୍କ ସ୍ତ୍ରୀମାନଙ୍କର ମାଙ୍କଡ଼ ଏପରି ସ୍ୱଭାବ ଦେଖି ହସିବାକୁ ଲାଗିଲେ। ବଳରାମଙ୍କ ଆଗକୁ ଆସି ବାନର ସ୍ୱଭାବର ଝିଙ୍କାରି ହୋଇ ତାକୁ ତାତ୍ସଲ୍ୟ କଲା। ସେ ନାରୀମାନଙ୍କୁ ନିଜର ଗୁପ୍ତାଙ୍ଗ ଦେଖାଇ ଉପହାସ କଲା। ବଳରାମ ରାଗିଯାଇ ତା ଉପରକୁ ଏକ ଶିଳାଖଣ୍ଡ ନିକ୍ଷେପ କଲେ, କିନ୍ତୁ ବାନର ଖସିଯାଇ ବଳରାମଙ୍କ ମଦ୍ୟଭାଣ୍ଡ ଉଠାଇ ନେବାକୁ ଖସିବାକୁ ଲାଗିଲା। ସେ ଭାଣ୍ଡକୁ ଭାଙ୍ଗି ଦେଇ ସ୍ତ୍ରୀମାନଙ୍କ ଲୁଗା ଚିରିଦେଲା। ବଳରାମ ଆଉ ସହିପାରିଲେ ନାହିଁ। ସେ କ୍ରୋଧ ହୋଇ ତାଙ୍କ ହଳ ଓ ସୁନନ୍ଦ ମୂଷଳକୁ ତୋଳି ଧରି ଦୁଷ୍ଟ ବାନରକୁ ଆଘାତ କଲେ। ଦ୍ରିବିଦ ରାଗରେ ବଡ଼ ବଡ଼ ବକ୍ଷ ଆଣି ବଳରାମଙ୍କୁ ପ୍ରହାର କଲା। ଗଛ ପରେ ଗଛ ଉପାଡ଼ି ସେ ବନକୁ ବୃକ୍ଷଶୂନ୍ୟ କରିଦେଲା। ପୁଣି ବଳରାମଙ୍କ ଉପରକୁ ଶିଳାବୃଷ୍ଟି କରି ତାଙ୍କ ଆଡ଼କୁ ଦୌଡ଼ି ଆସିଲା। ବଳରାମ ବାନର ଜତୁ ହାଡ଼କୁ ପ୍ରବଳ ମୁଷ୍ଟି ପ୍ରହାର କଲେ। ବଜ୍ରମୁଷ୍ଟି ପ୍ରହାରରେ ଜର୍ଜର ଦୁଷ୍ଟ ବାନର ରକ୍ତବାନ୍ତି କରି ଲୁଣ୍ଠିତ ହେଲା। ପ୍ରଭୁ ବଳରାମଙ୍କ ଉପରେ ସ୍ୱର୍ଗର ଦେବତାଗଣ ପୁଷ୍ପବୃଷ୍ଟି କଲେ। ସ୍ୱର୍ଗଦୁନ୍ଦୁଭି ବାଜି ଉଠିଲା। ବଳରାମଙ୍କ ଜୟ ଜୟ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପି ହେଲା। ଉପଦ୍ରବକାରୀ ଦ୍ରିବିଦ ବାନରକୁ ବିନାଶ କରି ବଳରାମ ଦ୍ୱାରକା ଫେରିଆସିଲେ। ବଳରାମ ତ ଖୁବ୍ ବଳୁଆ ଥିଲେ। ମହାବଳଶାଳୀ ଦ୍ରିବିଦ ବାନରକୁ ବଦ୍ଧ କରିସାରିଲା ପରେ ତାଙ୍କର ନିଜ ବଳ ଉପରେ ଆହୁରି ଅହଙ୍କାର ବଢ଼ିଗଲା। ଆଗରୁ ସେ ବହୁତ ଅସୁରଙ୍କୁ ମାରିଥିଲେ, ତେଣୁ ସେ ମନେ ମନେ ଭାବିଲେ, ସଂସାରରେ ଆଉ ମୋ ପରି ବଳୁଆ କେହି ନାହାନ୍ତି। ଏ କଥା କହୁ କହୁ ଶ୍ରୀକୃଷ୍ଣ ପସନ୍ଦ ହେଲା ନାହିଁ। ସେ ଚିନ୍ତା କଲେ, ଜଗତର ଶିକ୍ଷା ପାଇଁ ଜ୍ୟେଷ୍ଠ ଭ୍ରାତାଙ୍କ ଏପରି ଅହଙ୍କାର ଓ ଗର୍ବକୁ ଖର୍ବ କରିବାକୁ ପଡ଼ିବ। ବଡ଼ ଭାଇ ବଳରାମ ତାଙ୍କୁ କିପରି ସେ ଏଥିରୁ ନିବୃତ୍ତାଇ ପାରିବେ, ଏ ନେଇ ଶ୍ରୀକୃଷ୍ଣ ଚିନ୍ତାରେ ପଡ଼ିଲେ। ଏତିକିବେଳେ ତାଙ୍କର ମନେ ପଡ଼ିଲା ହନୁମାନଙ୍କ କଥା। ପବନପୁତ୍ର ସେତେବେଳେ ହିମାଳୟରେ ତପସ୍ୟା କରୁଥାନ୍ତି। ଶ୍ରୀକୃଷ୍ଣ ତାଙ୍କୁ ସ୍ମରଣ କରିବାରୁ ସେ ସଙ୍ଗେ ସଙ୍ଗେ ଦ୍ୱାରକାରେ ଆସି ପହଞ୍ଚିଗଲେ। ସେ ସ୍ମରଣ କରିବାର କାରଣ କୃଷ୍ଣଙ୍କୁ ପଚାରିବାରୁ ଶ୍ରୀକୃଷ୍ଣ କହିଲେ, ମୋର ଏକ କାର୍ଯ୍ୟ ତୁମ ଦ୍ୱାରା ସାଧିତ ହେବ। ତୁମେ ଏବେ ଯାଅ, ଦ୍ୱାରକାରେ ଉପବନରେ ସୁସ୍ୱାଦ ପକ୍ୱ ଫଳ ମାନ ଖାଇ ତୁମର କ୍ଳାନ୍ତି ଦୂର କର। ପ୍ରଭୁଙ୍କ ନିର୍ଦ୍ଦେଶ ପାଇ ହନୁମାନ ଦ୍ୱାରକାରେ ରମଣୀୟ ଉଦ୍ୟାନରେ ପ୍ରବେଶ କଲେ। ଉଦ୍ୟାନ ବୃକ୍ଷମାନଙ୍କରେ ସୁସ୍ୱାଦ ପକ୍ୱ ଫଳମାନ ଦେଖି ହନୁମାନ ଓ ବୃକ୍ଷର ସେ ବୃକ୍ଷ ଡେଇଁ ଡେଇଁ ଫଳ ତୋଳି ଖାଇଲେ। ଏପରି କରିବା ଦ୍ୱାରା ତାଙ୍କର ଦୃଢ଼ ପଦାଘାତରେ ଅନେକ ବଡ଼ ବଡ଼ ବୃକ୍ଷ ସବୁ ଧରାଶାୟୀ ହେଲେ, ଯେପରି ଲଙ୍କାରେ ଅଶୋକବନରେ ବୃକ୍ଷ ସବୁ ହୋଇଥିଲା। ସେଠାରେ ଉଦ୍ୟାନ ଜଗୁଆଳୀମାନେ ତାଙ୍କୁ ବାଧା ଦେବାରୁ ସେ ବଡ଼ ବଡ଼ ବୃକ୍ଷ ଉପାଡ଼ି ତାଙ୍କୁ ଏପରି ପିଟିଲେ ଯେ ସମସ୍ତେ ପ୍ରାଣ ବିକଳରେ ଧାଇଁ ପଳାଇଗଲେ। ସମସ୍ତେ ଯାଇ ବଳରାମଙ୍କୁ କହିଲେ, ଏକ ମର୍କଟ କେଉଁଠୁ ଆସି ଆମ ଉଦ୍ୟାନକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଲାଣି। ବାନରକୁ କାବୁ କରିବାକୁ ଆମେ ନୟାନ୍ତ ହୋଇସାରିଲୁଣି। ଉଦ୍ୟାନ ରକ୍ଷକଙ୍କୁ ବଳରାମ ତାତ୍ସଲ୍ୟ କରି କହିଲେ, ଯାଅ, ସାମାନ୍ୟ ବାନର ଗୋଟାକୁ ତୁମେ କାବୁ କରିପାରୁନାହଁ, ଧିକ୍ ତୁମର ରକ୍ଷିପୁଣିଆକୁ। ଚାଲିଲ, ଦେଖିବା ସେହି ମାଙ୍କଡ଼ଟା କୁଆଡ଼ୁ ଆସିଛି। ଏପରି କହି ବଳରାମ ତାଙ୍କୁ ଗଦା ଧରି ବାହାରି ପଡ଼ିଲେ ବଗିଚା ଆଡ଼କୁ। ସେଠାକୁ ଯାଇ ସେ ଖୁବ୍ ଜୋରରେ ଚିତ୍କାର କଲେ, ଆରେ ହେ, ତୁ ଦୁଷ୍ଟ ବାନର, ତୁ କୁଆଡ଼ୁ ଆସିଛୁ? ଏ ବଗିଚାକୁ ପୁରା ଉଜାଡ଼ି ସାରିଲୁଣି। ତୁ କିଏ ରେ? ଭଲ ଗତି ଅଛି ତ ଶୀଘ୍ର ଏଠାରୁ ପଳା। ହନୁମାନ ନମ୍ର ସ୍ୱରରେ କହିଲେ, ମୁଁ ସାମାନ୍ୟ ଗୋଟେ ମର୍କଟ। ଫଳ ତୋଳି ଖାଇବା ଓ ଏ ଗଛରୁ ସେ ଗଛ ଡେଇଁବା ମୋର ସହଜାତ ପ୍ରବୃତ୍ତି। ଏଠାରେ ଏହି ସୁନ୍ଦର ପାଚିଲା ଫଳ ଛାଡ଼ି ମୁଁ ଆଉ କୁଆଡ଼େ ଯିବି? ତୁମ
ବଗିଚା ଉଜୁଡ଼ିଗଲା ତ ମୋର କ'ଣ ଗଲା? ହନୁମାନଙ୍କ ଏପରି ଅବଜ୍ଞା ସୂଚକ ବାକ୍ୟ ଶୁଣି ବଳରାମ ଖୁବ୍ ରାଗିଯାଇ କହିଲେ, ରେ ମୂର୍ଖ, ଜାଣିଛୁ ମୁଁ କିଏ? ଭଲରେ କହୁଛି, ଜୀବନରେ ଆଶା ଅଛି ତ ଏଠୁ ଶୀଘ୍ର ପଳା, ନହେଲେ ମୋ କଥା କିଛି ଭଲ ହେବ ନାହିଁ। ହନୁମାନ ଧୀର ସ୍ୱରରେ କହିଲେ, ହଉ ହଉ, ମୁଁ ଜାଣିପାରେ କି ଆପଣ କିଏ? ବଳରାମ ଗମ୍ଭୀର ହୋଇ କହିଲେ, ଆରେ ମୋତେ ତୁ ଜାଣିନାହୁଁ? ମୋ ପରା ମହାବଳୀ ବଳରାମ। ପବନପୁତ୍ର ଅଟ୍ଟହାସ୍ୟ କରି କହିଲେ, ତୁମେ ପୁଣି କେଉଁ ରାମ? ମୁଁ ଏକମାତ୍ର ରାମକୁ ଜାଣେ, ସେ ହେଉଛନ୍ତି ମୋର ନିତ୍ୟଦେହ ପ୍ରଭୁ ଶ୍ରୀରାମ। ବଳରାମ ଖୁବ୍ ରାଗିଯାଇ କହିଲେ, ବୃଥା ବାକ୍ୟ ଆଳାପ ବନ୍ଦ କରି ଏଠୁ ଚାଲିଯା, ନହେଲେ ମରିବାକୁ ପ୍ରସ୍ତୁତ ହୁଅ। ଏପରି କହି ପ୍ରଭୁ ବଳରାମ ଗଦା ହସ୍ତରେ ହନୁମାନ ଆଡ଼କୁ ଝପଟି ପଡ଼ିଲେ। ହନୁମାନ କି ଛାଡ଼ନ୍ତି, ସିଏ ମଧ୍ୟ ଗଦା ଧରି ଧାଇଁ ଆସିଲେ। ଲାଗିଗଲା ଦୁହିଁଙ୍କ ମଧ୍ୟରେ ଘୋର ସଂଗ୍ରାମ। ଗଗନ ପବନ କମ୍ପିବାରେ ଲାଗିଲା। ବଳରାମ ଯୁଦ୍ଧ କରି କରି ଥକିଗଲେ, ହନୁମାନ ଟିକିଏ ମାତ୍ର ଦବୁ ନଥାନ୍ତି। ଶେଷକୁ ବଳରାମ ଭାବିଲେ, ନା, ଏ ମର୍କଟକୁ ଆଉ ଏମିତି ପାରି ହେବ ନାହିଁ। ସେ ଏପରି ଭାବି ଚିତ୍କାର କରି କହିଲେ, ହେ ବାନର, ସତ କହ, ତୁ କିଏ? ଏବେ ମୋ ହଳ ମୂଷଳ ବାହାର କରୁଛି, ତତେ ପିଟି ଛତୁ କରିଦେବି। ହନୁମାନ ସେତେବେଳେ ଶୁଣିଲେ ଯେ ବଳରାମ ତାଙ୍କ ଉପରେ ହଳ ମୂଷଳ ପ୍ରୟୋଗ କରିବାକୁ ଯାଉଛନ୍ତି। ସେ ଭଗବାନ କୃଷ୍ଣଙ୍କୁ ସ୍ମରଣ କଲେ। ଭଗବାନ ସଙ୍ଗେ ସଙ୍ଗେ ଦେବୀ ରୁକ୍ମିଣୀଙ୍କ ସହ ଆସି ପହଞ୍ଚିଲେ। ଦୁହିଁଙ୍କ ଭିତରେ ଉପୁଜିଥିବା ଦ୍ୱନ୍ଦ୍ୱର କାରଣ ହନୁମାନ ଓ ବଳରାମଙ୍କୁ ପଚାରି ବୁଝିଲେ। ଶ୍ରୀକୃଷ୍ଣ ଜ୍ୟେଷ୍ଠ ଭ୍ରାତାଙ୍କୁ ସେହି ବାନର ବୀରଙ୍କ ପ୍ରକୃତ ପରିଚୟ ଜଣାଇ ଦେବାରୁ ବଳରାମ ଶାନ୍ତ ପଡ଼ିଲେ। ସେ ହନୁମାନଙ୍କୁ ବହୁ ପ୍ରଶଂସା କରି ତ୍ରେତୟା ଯୁଗର ତାଙ୍କର ନାନା ଲୀଳା କଥା ବଖାଣି ବସିଲେ। ସେ ପୁଣି କହିଲେ, ଆଜି ମୋ ବଳ ଉପରେ ଥିବା ସବୁ ଅହଙ୍କାର ଭାଙ୍ଗି ଯାଇଛି। ଭକ୍ତପ୍ରବର ହନୁମାନ ବଳରାମ, ଶ୍ରୀକୃଷ୍ଣ ଓ ରୁକ୍ମିଣୀ ଦେବୀଙ୍କୁ ପ୍ରଣାମ ଜଣାଇ ହିମାଳୟ ପ୍ରତ୍ୟାବର୍ତ୍ତନ କଲେ। ତେବେ ଦର୍ଶକ ବନ୍ଧୁ, ଯଦି ଆଜିର ଭିଡ଼ିଓଟା ଆପଣଙ୍କୁ ଭଲ ଲାଗେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିଦେବେ। ଆଉ ହଁ, କମେଣ୍ଟ କରି କହିବେ କି ଆପଣମାନଙ୍କୁ କେମିତି ଲାଗିଲା। ରହୁଛି, ଜୟ ଜଗନ୍ନାଥ।